ଧ୍ୟାନ ଓ ପ୍ରାର୍ଥନା ଜୁଲାଇ 13, 1917। ଆକାକୁରା। ଦିନେ ମୁଁ ଲେଖିଥିଲି, ଆଧାରର ଅତଳ ତଳ ଅବଧି ହୃଦୟ ମୋର ଘୁମେଇ ପଡ଼ିଛି। ଖାଲି କ'ଣ ଘୁମେଇ ପଡ଼ିଛି? ବିଶ୍ୱାସ ହୁଏ ନା। ମନେ ହୁଏ ଶାନ୍ତ ହୋଇଯାଇଛି। ହୁଏତ ଚିରଦିନ ଲାଗି ନିଦ୍ରାରୁ ଜାଗରଣ ଅଛି, କିନ୍ତୁ ପ୍ରଶାନ୍ତିର ବିଚ୍ୟୁତି ନାହିଁ। ସେଇ ଦିନଠାରୁ କୌଣସି ପତନ ମୁଁ ଲକ୍ଷ୍ୟ କରିନାହିଁ। ତୀବ୍ର ଭାବରେ ଏକାଗ୍ର କିଛି ଥିଲା, ଯାହା ମଝିରେ ମଝିରେ ବିକ୍ଷୁବ୍ଧ ହୋଇ ପଡ଼ୁଥିଲା। ତା ପରିବର୍ତ୍ତେ ସତ୍ତାକୁ ପୂର୍ଣ୍ଣ କରିଛି ଏକ ବିଶାଳତା। ତାହା କି ବିପୁଳ, କି ପ୍ରଶାନ୍ତ, କି ସ୍ଥିର। ବରଂ ମନେ ହୁଏ ସତ୍ତା ଯେପରି ତା ମଧ୍ୟରେ ଲୀନ ହୋଇଯାଇଛି। କାରଣ ଯେ ସୀମାହୀନ, ତାକୁ କିପରି ରୂପ ମଧ୍ୟରେ ଧରି ରଖିହେବ? ଏଇ ଯେଉଁ ସବୁ ବିଶାଳ ପର୍ବତମାଳା ମୁଁ ଦେଖୁଛି ମୋ ଝରକା ଦେଇ, ସେସବୁ ପ୍ରଶାନ୍ତ ସୀମାରେଖା ଟାଣି ସଗୌରବେ ତରଙ୍ଗାୟିତ ହୋଇ ଲମ୍ବି ଯାଇଛି ଦୂର ଦିଗନ୍ତ ଅବଧି। ଅନନ୍ତ ଶାନ୍ତିରେ ପୂର୍ଣ୍ଣ ମୋର ଏହି ସତ୍ତାର ଛନ୍ଦ ସହ ସେଗୁଡ଼ିକର ପୂର୍ଣ୍ଣ ସଙ୍ଗତି ରହିଛି। ହେ ଭଗବାନ, ତୁ କ'ଣ ତୋ ରାଜ୍ୟର ଅଧିକାର ନେଇଛୁ? ଅନ୍ତତଃ ତୋ ରାଜ୍ୟର ଏଇ ଅଂଶଟିର ଅଧିକାର। କାରଣ ବର୍ତ୍ତମାନ ସୁଦ୍ଧା ଶରୀର ତମସାଚ୍ଛନ୍ନ ଅଜ୍ଞାନ ପ୍ରତ୍ୟୁତ୍ତର ଦେବାରେ ମନ୍ଥର ଏବଂ ଅନମନୀୟ। ଅନ୍ୟ ଅଂଶ ପରି ଏହା କ'ଣ ଦିନେ ବିଶୁଦ୍ଧ ହେବ ଏବଂ ତୋ ବିଜୟ କ'ଣ ସେତେବେଳେ ପରିପୂର୍ଣ୍ଣ ହେବ? ଜାଣିବା ନିରର୍ଥକ। ତୁ ଯେପରି ଚାହୁଁ ଏ ଯନ୍ତ୍ରଟି ସେହିପରି ହୋଇଛି ଏବଂ ତାର ପରମାନନ୍ତ ମଧ୍ୟରେ କୌଣସି ମିଶ୍ରଣ ନାହିଁ। ମା।